जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम हमर वास्तु सेशन आरंभ करिबा एही सेशन क्रम रे आमे हमर जानिबा वायव्य कोण आज एई प्ले लिस्ट रे एटा हबो लास्ट वीडियो म ऑलरेडी अष्टदिगर मुखी भूखंड अष्टदिगमुखी महाद्वार जदि कौनसी दिगरे किभଳି ଭାବରେ ଥିଲେ ଯଦି ନୂତନ ଗୃହ ନିର୍ମାଣ କରାଯାଏ କି ଭାବରେ ଆମେ କଣ କୋଉ ଜିନିଷ ପ୍ରତି ଧ୍ୟାନ ରଖିବା ସେ ବିଷୟରେ ଆମେ ଅଲରେଡି ଟିପ୍ସ ଆଣ୍ଡ ଟ୍ରିକ୍ସ ସେୟାର କରିଦେଇଛୁ ସେଇ କ୍ରମରେ ଏଇଟା ହଉଛି ଲାଷ୍ଟ ବାୟବ୍ୟ କୋଣର ବାୟବ୍ୟମୁଖୀ ଭୂଖଣ୍ଡ ଏବଂ ବାୟବ୍ୟମୁଖୀ ଗୃହର ନ- କଣ ଯେତେବେଳେ ଆମେ ବନେଇବା ନୂତନ ଗୃହଟି ବନେଇବା କଣ କୋଉ ଜିନିଷ ପ୍ରତି ଧ୍ୟାନ ରଖିଲେ ଆମକୁ ସେଇ ବାୟବ୍ୟମୁଖୀ ଭୂଖଣ୍ଡ ଏବଂ ବାୟବ୍ୟମୁଖୀ ମହାଦ୍ୱାର ଆମକୁ ପଜିଟିଭ ରେଜଲ୍ଟସ ଦବ ଏବଂ ଶୁଭ ଫଳ ଦେବ ଏବଂ ଆମେ ବାସ୍ତୁ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା ସେ ବିଷୟରେ ଆମେ ଟିପ୍ସ ଆଣ୍ଡ ଟ୍ରିକ୍ସ ଦଉଛୁ ଏଇ ଟିପ୍ସ ଆଣ୍ଡ ଟ୍ରିକ୍ସ ଦେବାର କାରଣ କଣ ନା ଯେତେବେଳେ କୌଣସି ଲୋକ ନୂତନ ଗୃହଟି ନିର୍ମାଣ କରେ ଏବଂ ତାର ଭୂଖଣ୍ଡଟି ଯୋଉ ଦିଗକୁ ଢଳି ହେଇକି ଥାଏ ସେଇ ଦିଗ ପ୍ରତି ଯଦି ସେ ଆଲାଇନ କରିକି ବାସ୍ତୁର ରେମେଡି ଗୁଡିକ କରେ ତା ଦେହରୁ ସେ ବହୁତ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେଇଥାଏ ଏବଂ ଯଦି ସେଠି ଟିକେ ଗଡବଡି କରିଦିଏ ତାହେଲେ ସେ ଯୋଉ ଘରଟାକୁ ସେ ପୁନର୍ବାର ଭାଙ୍ଗିକି ନୂତନ ଗୃହ ନିର୍ମାଣ କରିବ ତା ପାଖରେ ବ୍ୟୟ ସାପେକ୍ଷ କଷ୍ଟ ସାପେକ୍ଷ ଏବଂ ଲିଟରାଲି କହିବାକୁ ଗଲେ ଇମ୍ପସିବଲ ତେଣୁ ଏଇ ଯୋଉ ଛୋଟ ଛୋଟ ଟିପ୍ସ ଆଣ୍ଡ ଟ୍ରିକ୍ସ ଯଦି ଆମେ ମନେ ରଖିବା ଏବଂ ତଦନୁପାତିକ ପାଳନ କରିପାରିବା ତେବେ ଆଜୀବନ ଯେପର୍ଯ୍ୟନ୍ତ ଆମେ ଘରେ ରହିବା ସେ ଦିଗର ବାସ୍ତୁର ଶୁଭ ଫଳ ଗୁଡିକ ପ୍ରାପ୍ତ କରିପାରିବା ସେଇଥିପାଇଁ ଆମେ ଏଇ ସିରିଜ ଟା ବନେଇଥିଲୁ ଆଉ ସେଇ କ୍ରମରେ ଏଇଟା ଆଜି ଲାଷ୍ଟ ଭିଡିଓ ଆଜି ଆମେ ଜାଣିବା ବାୟବ୍ୟମୁଖୀ ଭୂଖଣ୍ଡ ଓ ଗୃହର ଯେତେବେଳେ ଆମେ ଘର ତିଆରି କରିବା ସେତେବେଳେ ତାହେଲେ କୋଉ ଦିଗ ପ୍ରତି ଆମେ ଯତ୍ନବାନ ରହିବା ଏବଂ ତାର ଫଳକୁ ପ୍ରାପ୍ତ କରିପାରିବା ଭଲ ଶୁଭ ଫଳ ପ୍ରାପ୍ତ କରିପାରିବା ତେବେ ଯେଉଁ ଭୂଖଣ୍ଡ ଯେଉଁ ପ୍ଲଟର ବା ଘରର ମୁଖ୍ୟ ଦ୍ୱାର ବାୟବ୍ୟ କୋଣକୁ ବାୟବ୍ୟ କୋଣ ପଟରେ ରହିଥାଏ ତାହାକୁ ବାୟବ୍ୟମୁଖୀ ଭୂଖଣ୍ଡ କୁହାଯାଏ ଯୋଉ ପ୍ଲଟର ବାୟବ୍ୟ କୋଣରେ ରାସ୍ତା ଯାଇଛି ତାକୁ ବାୟବ୍ୟମୁଖୀ ଭୂଖଣ୍ଡ କୁହାଯାଏ ଏବଂ ଯେଉଁ ଘରର ବାୟବ୍ୟ କୋଣରେ ତାର ଘରର ମେନ୍ ଗେଟ୍ ଟା ଅଛି ମେନ୍ ବର୍ତ୍ତମାନ ଘରର ପାଚିରିର ଭାବି ଦେବେନି ଘରର ମେନ୍ ଗେଟ୍ ଟା ଅଛି ସେଇଟା ହଉଛି ବାୟବ୍ୟମୁଖୀ ଦ୍ୱାର ଠିକ ଅଛି ଏଇ କୋଣର ଅଧିପତି କିଏ ନା ଏଇ କୋଣର ଅଧିପତି ହଉଛନ୍ତି ଚନ୍ଦ୍ର ଏବଂ ଦେବତା ହେଉଛନ୍ତି ବାୟୁ ଏଇଭଳିଆ ଯଦି ସିଚୁଏସନ କାହାର ଯଦି ବାୟବ୍ୟମୁଖୀ ଭୂଖଣ୍ଡ ଥାଏ ବା ବାୟବ୍ୟ କୋଣକୁ ତାର ଦ୍ୱାରଟା ଥାଏ ସେଇ ଘରେ ଯଦି କୌଣସି ଲୋକ ବା ସଦସ୍ୟ ମାନେ ରହୁଥାନ୍ତି ସେମାନଙ୍କର କୋଉ ଜିନିଷ ଉପରେ ଇମ୍ପାକ୍ଟ ପଡେ ନା ଚନ୍ଦ୍ର ହଉଛନ୍ତି ମନର ପ୍ରତୀକ ମନ ଉପରେ ତାର ଇମ୍ପାକ୍ଟ ଟା ପକାଏ ଯଦି ପଜିଟିଭ ଡିରେକ୍ସନ ରେ ଥାଏ ପଜିଟିଭ ଇମ୍ପାକ୍ଟ ଦିଏ ଯଦି ନେଗେଟିଭ ଡିରେକ୍ସନ ଥାଏ ନେଗେଟିଭ ଇମ୍ପାକ୍ଟ ଦିଏ ଏଟା ପୁରା ସହଜ ସରଳ ବ୍ୟାପାର ଯଦି ପଜିଟିଭ ଡିରେକ୍ସନ ନଥାଏ ମାନେ ଯୋଉ ନେଗେଟିଭ ଫଳ ପାଇଲେ କେବେ ବି ସେ ଘରର ଭୂଖଣ୍ଡର ଲୋକମାନେ ତାର ପଜିଟିଭ ରେଜଲ୍ଟସ କୁ ପ୍ରାପ୍ତ କରିପାରନ୍ତିନି ଏବଂ ମାନସିକ ପୀଡା ଅଶାନ୍ତିରେ ରହନ୍ତି ରାଜବାବୁଙ୍କୁ ରିକ୍ୱେଷ୍ଟ କରିବି ରାଜବାବୁ କାଇଣ୍ଡଲି ସେଇ ଯୋଉ ଚକ୍ରଟା ଆପଣ ସେୟାର କରନ୍ତୁ ଆଉ ସେୟାର କଲେ ଆମେ ସେଟାକୁ ଦେଖିପାରିବା ଯେ ବାୟବ୍ୟମୁଖୀରେ କଣ କୋଉ ଦିଗ ପ୍ରତି ଆମକୁ ଧ୍ୟାନ ରଖିବାକୁ ହବ ତେଣୁ ଏଇ ଯୋଉ ବାୟବ୍ୟମୁଖୀ ଭୂଖଣ୍ଡଟି ଥାଏ ବାୟବ୍ୟମୁଖୀ ଭୂଖଣ୍ଡରେ କେବଳ ମାନସିକ ସ୍ଥିତି ନୁହଁ କନ୍ୟା ସନ୍ତାନ ଏବଂ ତୃତୀୟ ସନ୍ତାନ ଉପରେ ପଡିଥାଏ ବାୟବ୍ୟମୁଖୀ ଭୂଖଣ୍ଡ କହିଲେ ଆମେ ଜାଣୁ ନର୍ଥ ୱେଷ୍ଟ କର୍ଣ୍ଣର ଟା ହଉଛି ଆପଣଙ୍କୁ ବାୟବ୍ୟମୁଖୀ କୁହାଯାଏ ଏଇଠି ମୁଁ ଗୋଲ ବୁଲେଇଲି ଏଇ ନର୍ଥ ୱେଷ୍ଟ କର୍ଣ୍ଣର ଠିକ ଅଛି ତେବେ ବାୟବ୍ୟମୁଖୀ ଭୂଖଣ୍ଡର ଶୁଭ ଫଳ ପ୍ରାପ୍ତି ପାଇଁ ବାସ୍ତୁ ସିଦ୍ଧାନ୍ତ କଣ କହୁଛି ନା ବାୟବ୍ୟମୁଖୀ ଭୂଖଣ୍ଡର ବାୟୁ କୋଣ ଗୋଲାକାର କିମ୍ବା କଟା ହୋଇଥିଲେ ସୁଫଳ ମିଳେ ଏଇଭଳି ଭୂଖଣ୍ଡର ସମ୍ମୁଖ ରାସ୍ତାର ପଶ୍ଚିମ ବାୟବ୍ୟ ଦିଗରେ ଥିଲେ ମାର୍ଗ ଭେଦ ଥିଲେ ମାନେ ଯଦି ଏଇଭଳିଆ ଭୂଖଣ୍ଡ ଥିବ ଏଇଭଳିଆ ରାସ୍ତାଟିଏ ଥିବ ମାନେ ମହାଦ୍ୱାରଟା ଥିବ ସେଇ ସମ୍ମୁଖ ରାସ୍ତାର ପଶ୍ଚିମ ବାୟବ୍ୟ ଦିଗରେ ପଶ୍ଚିମ ବାୟବ୍ୟ କୋଣର ପଶ୍ଚିମ ଦିଗରେ ମାର୍ଗ ଯଦି କ୍ଲୋଜ ହେଇଗଲା ତାହେଲେ ଶୁଭ ଫଳ ମିଳିଥାଏ ଏଇଭଳି ଭୂଖଣ୍ଡ ଉପରେ ନିର୍ମିତ ଗୃହର ମୁଖ୍ୟ ଦ୍ୱାର ଉତ୍ତର ବାୟବ୍ୟ ଦିଗରେ କଲେ ସୁଫଳ ମିଳିଥାଏ ବାୟବ୍ୟମୁଖୀ ଗୃହର ପଶ୍ଚିମ ଓ ଦକ୍ଷିଣ ଦିଗ ଅପେକ୍ଷା ପୂର୍ବ ଓ ଉତ୍ତର ଦିଗରେ ଅଧିକ ଖାଲି ସ୍ଥାନ ରହିଲେ ଶୁଭ ଫଳ ମିଳିଥାଏ ପୂର୍ବ ଓ ଉତ୍ତର ପଟରେ ପାଚେରୀକୁ ଲଗାଇ କୌଣସି ନିର୍ମାଣ କରିବା ଉଚିତ ନୁହେଁ ଐଶାନ୍ୟ କୋଣରେ କୂଅ ନଳକୂଅ ଓ ଆଗ୍ନେୟ କୋଣରେ ରୋଷେଇ ଘର ଥିଲେ ଗୃହବାସୀ ମେଧାବୀ ଓ ସମ୍ପନ୍ନ ଓ ନ୍ୟାୟଶୀଳ ହୋଇଥାନ୍ତି ଗୃହର ବାୟବ୍ୟ କୋଣ ଐଶାନ୍ୟ ଅପେକ୍ଷା ନିଚ ହୋଇଥିଲେ ଏବଂ ବାୟୁ କୋଣରେ କୂଅ କିମ୍ବା ଗର୍ତ୍ତ ଥିଲେ ଲୋକମାନଙ୍କୁ ମାନସିକ ରୋଗ
ଏବଂ ମାଲି ମକଦ୍ଦମା ତାଙ୍କର ଲାଗି ରହିଥାଏ। ଯଥାସମ୍ଭବ ଐଶାନ୍ୟ କୋଣକୁ ନିଚ କରିବା ଉଚିତ। ଯଦି କୂଅ ରହିଥିବ ତେବେ ତାହାର ପାଣିକୁ ପାଇପ ଦ୍ୱାରା ଭୂଖଣ୍ଡର ବାହାରକୁ ନେଇ ପୁନର୍ବାର ପୂର୍ବ କିମ୍ବା ଐଶାନ୍ୟ କୋଣ ପାଖରୁ ଗୃହ ଭିତରକୁ ଆଣିବା ଉଚିତ। ତେବେ ଏଇ ଥିଲା ଛୋଟ ଛୋଟ ରିମେଡି, ଯୋଉ ଛୋଟ ଛୋଟ ରିମେଡି ଗୁଡିକୁ ମୁଁ ଆପଣ ମାନଙ୍କୁ କହିଲି ଧ୍ୟାନ ରଖିବା ପାଇଁ। ଆପଣ ମାନେ ଯଦି ବାବ୍ୟମୁଖୀ ଭୂଖଣ୍ଡ ଏବଂ ଗୃହରେ ଘର ନୂତନ ଭାବରେ ନିର୍ମାଣ କରିବା ପାଇଁ ଭାବିଛନ୍ତି ଏବଂ କରିବାକୁ ବାହାରିଛନ୍ତି, ତେବେ ଏଇ ଦିଗ ପ୍ରତି ଯଦି ଆପଣ ମାନେ ଧ୍ୟାନ ରଖନ୍ତି, ଆପଣ ଆଜୀବନ ସେ ଘରୁ ବାବ୍ୟ କୋଣ ଜନିତ ଶୁଭ ଫଳ ପ୍ରାପ୍ତି କରିବେ। ଏବଂ କୌଣସି ବି ଘର ନିର୍ମାଣ କରିବା ପୂର୍ବରୁ ଗୋଟିଏ ଜଣେ ସଫଳ ମେଧାବୀ ଏବଂ ଜ୍ଞାନୀ ବାସ୍ତୁବିଦଙ୍କ ପାଖକୁ ଯାଇ ତାଙ୍କ ସହିତ ପରାମର୍ଶ କରି, ଆପଣଙ୍କ ଇଲାକାର ବାସ୍ତୁବିଦଙ୍କ ପାଖକୁ ଯାଇ ପରାମର୍ଶ କରି କୌଣସି କାମ କଲେ ବାସ୍ତୁ ଜନିତ ସମସ୍ୟାରୁ ଆମେ ଦୂରରେ ରହିପାରିବା। ତେବେ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ନୂଆ ପ୍ଲେଲିଷ୍ଟ ସହିତ ଆମେ ଉପସ୍ଥିତ ହବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।